ବନ୍ଧୁତା କ'ଣ ସତରେ ସାମାଜିକ ସ୍ଥିତି ବା ଧନ ଦାରିଦ୍ର୍ୟ ଦେଖେ? ଆସନ୍ତୁ ଆଜି ଏକ ଏମିତି କାହାଣୀ ଭିତରକୁ ଯିବା ଯାହା ଏହି ପ୍ରଶ୍ନର ଉତ୍ତର ଦିଏ। ଏହା ହେଉଛି ଭଗବାନ କୃଷ୍ଣ ଏବଂ ତାଙ୍କ ପିଲାଦିନର ବନ୍ଧୁ ସୁଦାମାଙ୍କ କାହାଣୀ। ତେବେ ମୂଳ ପ୍ରଶ୍ନଟି ହେଉଛି, ଜଣେ ରାଜା ଆଉ ଜଣେ ସାଧାରଣ ଗରିବ ଗ୍ରାମବାସୀଙ୍କ ଭିତରେ ବନ୍ଧୁତା କ'ଣ ସମୟର ସବୁ ପରୀକ୍ଷାକୁ ପାର କରିପାରିବ? ଏହି ଗୋଟିଏ ପ୍ରଶ୍ନ ହିଁ ଆମକୁ କାହାଣୀର ଗଭୀରତା ଭିତରକୁ ନେଇଯିବ। ଆଚ୍ଛା, ତେବେ କାହାଣୀର ଆରମ୍ଭ ହେଉଛି ବହୁତ ପୁରୁଣା ଦିନରୁ, ଗୁରୁ ସାନ୍ଦୀପନୀଙ୍କ ଆଶ୍ରମରୁ। ସେହିଟି ଜଣେ ରାଜକୁମାର ଆଉ ଜଣେ ଦରିଦ୍ର ବ୍ରାହ୍ମଣଙ୍କ ଭିତରେ ଏକ ଏମିତି ବନ୍ଧନ ଗଢ଼ି ଉଠିଥିଲା ଯାହା ଥିଲା ସତରେ ଅଟୁଟ। ଦୁହିଁଙ୍କ ପରିବାର ପରିସ୍ଥିତି ସବୁକିଛି ପୂରାପୂରି ଅଲଗା ଥିଲା। ଗୋଟେ ପଟେ ଥିଲେ ଯଦୁବଂଶର ରାଜକୁମାର କୃଷ୍ଣ, ଆଉ ଅନ୍ୟପଟେ ଥିଲେ ଏକ ଅତି ସାଧାରଣ ଗରିବ ବ୍ରାହ୍ମଣ ପରିବାରର ସନ୍ତାନ ସୁଦାମା। କିନ୍ତୁ ଜାଣନ୍ତି, ଏତେ ଫରକ ଥାଇ ବି ସେମାନଙ୍କର ବନ୍ଧୁତା ଆଗରେ ଏସବୁ କିଛି ବି ନଥିଲା। କାରଣ ଗୁରୁ ସାନ୍ଦୀପନୀଙ୍କ ଆଶ୍ରମରେ ସେଠି ରାଜକୁମାର କି ଗରିବ ବୋଲି କିଛି ନଥାଏ, ସମସ୍ତେ ସମାନ। ସେଠାରେ ସେମାନେ ଥିଲେ କେବଳ ଦୁଇଜଣ ସାଙ୍ଗ। ସେମାନଙ୍କ ସମ୍ପର୍କ କୌଣସି ପରିଚୟ ଉପରେ ନୁହେଁ, ବରଂ ପରସ୍ପରର ସମ୍ମାନ ଆଉ ଗଭୀର ସ୍ନେହ ଉପରେ ହିଁ ଗଢ଼ି ଉଠିଥିଲା। ତାଙ୍କ ବନ୍ଧୁତାର ଗଭୀରତା କେତେ ଥିଲା ତାହା ଭଗବାନ କୃଷ୍ଣ ନିଜେ ବର୍ଣ୍ଣନା କରିଥିବା ଏକ ଘଟଣାରୁ ଜଣାପଡ଼େ। ଥରେ କ'ଣ ହେଲା ନା, ପ୍ରବଳ ଝଡ଼ବର୍ଷା ହେଉଥିଲା ଆଉ ଦୁହିଁଙ୍କୁ ଜଙ୍ଗଲରୁ ଜାଳେଣୀ କାଠ ଆଣିବାକୁ ପଠାଗଲା। ସେହି ଅନ୍ଧାର ରାତିରେ ଦୁହେଁ ପରସ୍ପରର ହାତ ଧରି ବାଟଭଣା ହୋଇଗଲେ, ଆଉ ସେମିତି ହିଁ ରହିଲେ ଯେପର୍ଯ୍ୟନ୍ତ ତାଙ୍କ ଗୁରୁ ଆସି ସେମାନଙ୍କୁ ଖୋଜି ପାଇନାହାନ୍ତି। ଏମିତି ଏକାଠି କଷ୍ଟ ସହିବା ହିଁ ତ ସମ୍ପର୍କକୁ ମଜବୁତ କରେ, ନୁହେଁ କି? ବର୍ଷ ପରେ ବର୍ଷ ବିତିଗଲା ଆଉ ସମୟ ସେମାନଙ୍କୁ ଦୁଇଟି ସମ୍ପୂର୍ଣ୍ଣ ଅଲଗା ରାସ୍ତାରେ ନେଇ ଠିଆ କରାଇଦେଲା। ଜଣେ ରାଜା ଆଉ ଜଣେ ଦରିଦ୍ର। ଏବେ ଆସିଲା ସେମାନଙ୍କ ବନ୍ଧୁତ୍ୱର ପ୍ରକୃତ ପରୀକ୍ଷାର ସମୟ। ସୁଦାମା ସେ ଜଣେ ଜ୍ଞାନୀ ଆଉ ଧାର୍ମିକ ବ୍ୟକ୍ତି ଥିଲେ, କିନ୍ତୁ ଭାଗ୍ୟର ବିଡ଼ମ୍ବନା ଦେଖନ୍ତୁ, ତାଙ୍କ ପରିବାର ଚର୍ମ ଦାରିଦ୍ର୍ୟରେ ଦିନ କାଟୁଥିଲେ। ବେଳେବେଳେ ତ ପିଲାଙ୍କ ପାଇଁ ମୁଠେ ଖାଇବାକୁ ବି ଜୁଟୁନଥିଲା। ତଥାପି ଏତେ କଷ୍ଟ ଭିତରେ ବି ସେ କେବେ ନିଜର ଆଧ୍ୟାତ୍ମିକ ପଥରୁ ବିଚ୍ୟୁତ ହୋଇନଥିଲେ। ଆଉ ଏଇଠି କାହାଣୀରେ ଆସୁଛି ଏକ ବଡ଼ ମୋଡ଼। ଯେତେବେଳେ ସୁଦାମାଙ୍କ ପତ୍ନୀ ପିଲାଙ୍କ ଦୁଃଖ ଆଉ ସହିପାରିଲେନି, ସେ ସ୍ୱାମୀଙ୍କୁ କହିଲେ, ଯାଆନ୍ତୁ, ଆପଣଙ୍କ ପିଲାଦିନର ସାଙ୍ଗ ତ ସ୍ୱୟଂ ଦ୍ୱାରକାର ରାଜା, ସେ ନିଶ୍ଚୟ ଆମ ଦୁଃଖ ବୁଝିବେ ଆଉ କିଛି ସାହାଯ୍ୟ କରିବେ। ଆଗରୁ ତ ସୁଦାମା ରାଜି ହେଉଥିଲେ। ଏତେ ବଡ଼ ରାଜା ବନ୍ଧୁ ପାଖକୁ ଖାଲି ହାତରେ ଯିବେ କେମିତି? ତାଙ୍କ ପାଖରେ ଦେବାକୁ ଥିଲା ବା କ'ଣ? ଶେଷରେ ସେ ରାଜି ହେଲେ ଆଉ ଗୋଟେ ଛୋଟ କପଡ଼ା ପୁଟୁଳିରେ କିଛି ମୁଠା ଚୂଡ଼ା ବାନ୍ଧିନେଲେ। ସାହାଯ୍ୟ ମାଗିବାକୁ ତାଙ୍କୁ ସଙ୍କୋଚ ଲାଗୁଥିଲା, କିନ୍ତୁ ବନ୍ଧୁକୁ ଟିକେ ଦେଖିବାର ଇଚ୍ଛାଟା ବୋଧେ ବେଶୀ ପ୍ରବଳ ଥିଲା। ଏବେ ଆରମ୍ଭ ହେଲା ସୁଦାମାଙ୍କର ଦ୍ୱାରକା ଯାତ୍ରା। ଏହି ଯାତ୍ରା ଖାଲି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବା ନଥିଲା, ଏହା ଥିଲା ତାଙ୍କ ମନ ଭିତରର ଏକ ଯାତ୍ରା, ଭକ୍ତି ଆଉ ସଙ୍କୋଚର ଦ୍ୱନ୍ଦ୍ୱ ଭିତରେ। ଯେତେବେଳେ ସୁଦାମା ସେହି ସୁନାର ନଗରୀ ଦ୍ୱାରକାରେ ପହଞ୍ଚିଲେ ଆଉ କୃଷ୍ଣଙ୍କର ବିଶାଳ ରାଜପ୍ରସାଦ ଦେଖିଲେ, ତାଙ୍କ ମନ ଭକ୍ତିରେ ତ ଭରିଗଲା, କିନ୍ତୁ ସାଙ୍ଗେ ସାଙ୍ଗେ ନିଜର ଚିରା ପୋଷାକ ଆଉ ସେହି ଛୋଟ ଉପହାରକୁ ଦେଖି ତାଙ୍କୁ ଲାଜ ବି ମାଡ଼ିଲା। ଆଉ ହେବା କଥା ହିଁ ହେଲା। ରାଜପ୍ରାସାଦର ଦ୍ୱାରପାଳମାନେ ଏମିତି ଜଣେ ଗରିବ ମଇଳା ପୋଷାକ ପିନ୍ଧିଥିବା ବ୍ରାହ୍ମଣକୁ ଦେଖି ତାଙ୍କୁ ପାଗଳ ଭାବିଲେ। ରାଜାଙ୍କ ବନ୍ଧୁ? ଅସମ୍ଭବ। ସେମାନେ ତାଙ୍କୁ ଭିତରକୁ ଛାଡ଼ିଲେନି। ବହୁତ ଥର କହିବା ପରେ ଯାଇ ସେମାନେ ଖବରଟା ରାଜାଙ୍କ ପାଖକୁ ପଠେଇବାକୁ ରାଜି ହେଲେ। ଏବେ ଆସୁଛି କାହାଣୀର ସବୁଠୁ ହୃଦୟସ୍ପର୍ଶୀ ମୁହୂର୍ତ୍ତ। ଏହି ମିଳନ ଯେଉଁଠି ଦେଖିବାକୁ ମିଳିବ ଯେ ଭକ୍ତି ହିଁ ସବୁଠୁ ବଡ଼ ସମ୍ପତ୍ତି। ଯେମିତି ହିଁ ସୁଦାମା ନାଁଟା କୃଷ୍ଣଙ୍କ କାନରେ ପଡ଼ିଲା, ସେ ସିଂହାସନ, ରାଜସଭା ସବୁକିଛି ଛାଡ଼ି ଖାଲି ପାଦରେ ଦ୍ୱାର ଆଡ଼କୁ ଦୌଡ଼ିଲେ, କେବଳ ନିଜ ପିଲାଦିନର ବନ୍ଧୁକୁ ଭେଟିବା ପାଇଁ। ପୁରା ରାଜସଭା ଆଶ୍ଚର୍ଯ୍ୟ ହୋଇ ଦେଖୁଥାଏ। ଦ୍ୱାରକାର ରାଜା ସେହି ଗରିବ ବ୍ରାହ୍ମଣଙ୍କୁ କୁଣ୍ଢାଇ ପକାଇଲେ, ଆଉ ତାପରେ ନିଜେ ତଳେ ବସି ନିଜ ହାତରେ ତାଙ୍କର ଧୂଳିମଳି ପାଦକୁ ଧୋଇଦେଲେ। ଏହା ଥିଲା ସମ୍ମାନର, ସ୍ନେହର ଆଉ ବନ୍ଧୁତ୍ୱର ଏକ ଚରମ ନିଦର୍ଶନ। ଏଇ ଘଟଣାଟି ହିଁ ଭଗବାନ କୃଷ୍ଣଙ୍କର ସେହି କଥାକୁ ପ୍ରମାଣିତ କରୁଛି, ଯଦି କେହି ମୋତେ ପ୍ରେମ ଓ ଭକ୍ତିରେ କେବଳ ଗୋଟିଏ ପତ୍ର, ଫୁଲ, ଫଳ ବା ଟିକେ ପାଣି ବି ଦିଏ, ମୁଁ ତାକୁ ଖୁସିରେ ଗ୍ରହଣ କରେ। ଉପହାର କ'ଣ ତାହା ବଡ଼ କଥା ନୁହେଁ, କେଉଁ ଭାବନାରେ ଦିଆଯାଉଛି ତାହା ହିଁ ବଡ଼ କଥା। ଆଉ ତାପରେ କୃଷ୍ଣ ଖୁସିରେ ସୁଦାମାଙ୍କ ସେହି ଚୂଡ଼ା ପୁଟୁଳିଟି ନେଲେ, କହିଲେ, ଏହା ହେଉଛି ମୋ ଜୀବନର ସବୁଠୁ ବଡ଼ ଉପହାର, ଆଉ ସେଥିରୁ ମୁଠାଏ ନେଇ ଖାଇଲେ। କିନ୍ତୁ ଯେତେବେଳେ ସେ ଦ୍ୱିତୀୟ ମୁଠା ଖାଇବାକୁ ହାତ ବଢ଼ାଇଲେ, ପାଖରେ ଥିବା ରାଣୀ ରୁକ୍ମିଣୀ ତାଙ୍କ ହାତକୁ ଧୀରେ କରି ଅଟକାଇ ଦେଲେ। କିନ୍ତୁ କାହିଁକି ଅଟକାଇଲେ? କୁହାଯାଏ ଯେ ପ୍ରଥମ ମୁଠା ଚୂଡ଼ାରେ ହିଁ କୃଷ୍ଣ ନିଜ ବନ୍ଧୁଙ୍କୁ ଏ ସଂସାରର ସବୁ ଧନ ସମ୍ପତ୍ତି ଦେଇସାରିଥିଲେ।
ଯଦି ସେ ଆଉ ଗୋଟିଏ ମୁଠା ଖାଇଥାନ୍ତେ ତେବେ ସୁଦାମାଙ୍କୁ ସ୍ୱର୍ଗର ରାଜ୍ୟ ମଧ୍ୟ ମିଳିଯାଇଥାନ୍ତା। ଆଉ ଏତେ ଐଶ୍ୱର୍ଯ୍ୟ ସମ୍ଭାଳିବା ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହେଁ। ଚାଲନ୍ତୁ ଏବେ କାହାଣୀର ଶେଷ ଭାଗକୁ ଯିବା, ଯେଉଁଠି ଆମେ ଦେଖିବା ପ୍ରକୃତ ଭକ୍ତିର ପୁରସ୍କାର କେମିତି ବିନା କହିବାରେ ମିଳିଯାଏ। ପରଦିନ ଯେତେବେଳେ ସୁଦାମା ଫେରିଲେ, ତାଙ୍କ ମନ ପୂରା ଶାନ୍ତ ଥିଲା। ବନ୍ଧୁଙ୍କ ସ୍ନେହରେ ସେ ଏତେ ଅଭିଭୂତ ହୋଇଯାଇଥିଲେ ଯେ ନିଜ ଦୁଃଖ କଥା କହିବାକୁ ବା କିଛି ମାଗିବାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ବନ୍ଧୁକୁ ଦେଖିଦେଲେ ବାସ୍ ସେଥିରେ ହିଁ ସେ ସନ୍ତୁଷ୍ଟ ଥିଲେ। କିନ୍ତୁ ଘରେ ପହଞ୍ଚିଲା ପରେ ସେ ଯାହା ଦେଖିଲେ ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେନି। ତାଙ୍କର ସେହି ଭଙ୍ଗା କୁଡ଼ିଆ ଆଉ ନଥିଲା। ତା ଜାଗାରେ ଛିଡ଼ା ହୋଇଥିଲା ଏକ ସୁନାର ମହଲ, ଆଉ ତାଙ୍କ ପରିବାର ରାଜକୀୟ ପୋଷାକ ପିନ୍ଧିଥିଲେ। ସୁଦାମା ସେତେବେଳେ ବୁଝିଗଲେ ଏସବୁ ତାଙ୍କ ବନ୍ଧୁ କୃଷ୍ଣଙ୍କର ହିଁ ଆଶୀର୍ବାଦ। ସେ ଆଉ ତାଙ୍କ ପରିବାର ସେହି ଧନସମ୍ପତ୍ତି ଭିତରେ ରହିଲେ ସତ, କିନ୍ତୁ କୌଣସି ଜିନିଷ ପ୍ରତି ଆସକ୍ତି ନ ରଖି ବରଂ ଏହାପରେ ଈଶ୍ୱରଙ୍କ ପ୍ରତି ତାଙ୍କର ଭକ୍ତି ଆହୁରି ମଜବୁତ ହୋଇଗଲା। ତେବେ ଏହି କାହାଣୀ ଶେଷରେ ଆମ ପାଇଁ ଏକ ବଡ଼ ପ୍ରଶ୍ନ ଛାଡ଼ିଯାଏ। ପ୍ରକୃତରେ ଦେବା ଆଉ ନେବାର ଅର୍ଥ କ'ଣ? ଏହା କ'ଣ କେବଳ ଜିନିଷର ଆଦାନ ପ୍ରଦାନ, ନା ଏହା ପଛରେ ଥିବା ନିଃସ୍ୱାର୍ଥପର ଭଲ ପାଇବା ଆଉ ହୃଦୟର ଭାବନା ହିଁ ସବୁକିଛି?